ପିଲାମାନେ ଆଜି ଆମେ ପଢ଼ିବା ତମର ଅଷ୍ଟମ ଶ୍ରେଣୀ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ବହିର କାର୍ଯ୍ୟଫର୍ଦ୍ଦ 3 ରେ ଥିବା ବିଷୟ ଗୁରୁ ଶିଷ୍ୟ ସମ୍ପର୍କ ହେଲା। ଏହାର ଲେଖକ ହେଉଛନ୍ତି ଶତ୍ରୁଘ୍ନ ନାଥ। ତାହେଲେ ଆମେ ପୂର୍ବରୁ କାର୍ଯ୍ୟଫର୍ଦ୍ଦ 1 କାର୍ଯ୍ୟଫର୍ଦ୍ଦ 2 ପଢ଼ି ସାରିଛନ୍ତି। ତୁମେ ମାନେ ଯାଇକି ମୁଁ ଡେସ୍କ୍ରିପ୍ସନରେ ଲିଙ୍କ ଦେଇଦେବି, ଦେଖି ନେବ। ଦେଖ ଏଠି ଅଛି ଶିକ୍ଷଣ କାର୍ଯ୍ୟ 1। ଆସ ତଳ ଅନୁଚ୍ଛେଦଟିକୁ ପଢ଼ିବା। ପିଲାମାନେ ଏଠି ଗୋଟେ ଅନୁଚ୍ଛେଦ ଦେଇଛି, ଅନୁଚ୍ଛେଦଟିକୁ ତୁମେ ମନ ଦେଇ ପଢ଼ିବ ହେଲା। ତାପରେ ଆମେ ଯିବା ଶିକ୍ଷଣ କାର୍ଯ୍ୟ 2 ଆଡ଼କୁ। ଶିକ୍ଷଣ କାର୍ଯ୍ୟ 2 ଆସ ଉତ୍ତର ଲେଖିବା। ଏ ଯେଉଁ ଶିକ୍ଷଣ କାର୍ଯ୍ୟ 2ରେ ପ୍ରଶ୍ନ ଗୁଡ଼ିକ ସବୁ ଶିକ୍ଷଣ କାର୍ଯ୍ୟ 1ରେ ଥିବା ଅନୁଚ୍ଛେଦରୁ ଆସିଛି ହେଲା। ଭାରତ ବର୍ଷରେ କେଉଁ ପରମ୍ପରା ଅତି ପୁରୁଣା ଅଟେ? ଉତ୍ତର, ଭାରତ ବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ଅତି ପୁରୁଣା ଅଟେ। ଖ, ଅତୀତରେ ଶିଶୁମାନେ କେଉଁଠାରେ ରହି ଶିକ୍ଷା ଲାଭ କରୁଥିଲେ? ଉତ୍ତର, ଅତୀତରେ ଶିଶୁମାନେ ଗୁରୁଗୃହରେ ରହି ଶିକ୍ଷା ଲାଭ କରୁଥିଲେ। ଗ, ଗୁରୁମାନେ ଶିଷ୍ୟମାନଙ୍କୁ କେଉଁ ସବୁ ବିଷୟରେ ଶିକ୍ଷାଦାନ ଦେଉଥିଲେ? ଉତ୍ତର, ଗୁରୁମାନେ ଶିଷ୍ୟମାନଙ୍କୁ ସଦାଚାର, ସଚ୍ଚିନ୍ତା, ଚରିତ୍ର ଗଠନ ଓ ସାମାଜିକ ଗୁଣାବଳୀ ବିକାଶ ନିମନ୍ତେ ଶିକ୍ଷାଦାନ ଦେଉଥିଲେ। ଘ, ଗୁରୁମାନଙ୍କ ସ୍ଥାନ ସମାଜରେ କାହିଁକି ଉଚ୍ଚରେ ଥିଲା? ଉତ୍ତର, ଗୁରୁମାନେ ସମାଜକୁ ଠିକ୍ ମାର୍ଗରେ ପରିଚାଳିତ କରିବା ପାଇଁ ଶିଷ୍ୟମାନଙ୍କୁ ଉପଦେଶମାନ ପ୍ରଦାନ କରୁଥିଲେ। ସେଥିପାଇଁ ଗୁରୁମାନଙ୍କ ସ୍ଥାନ ସମାଜରେ ଉଚ୍ଚରେ ଥିଲା। ଗୁରୁ ସର୍ବଦା କେଉଁ ବିଷୟରେ ସ୍ୱପ୍ନ ଦେଖୁଥିଲେ? ଉତ୍ତର, ଗୁରୁ ସର୍ବଦା ଶିଷ୍ୟମାନଙ୍କ ଠାରେ ଶ୍ରେଷ୍ଠତ୍ୱ ପ୍ରତିପାଦିତ କରିବା ପାଇଁ ସ୍ୱପ୍ନ ଦେଖୁଥିଲେ। ଶିକ୍ଷଣ କାର୍ଯ୍ୟ 3 କ ସ୍ତମ୍ଭର ଶବ୍ଦ ସହ ଖ ସ୍ତମ୍ଭର ସମାର୍ଥବୋଧକ ଶବ୍ଦକୁ ଗାର ଟାଣି ଯୋଡ଼ିବା। ପିଲାମାନେ ଏଠି ସ୍ତମ୍ଭ ମିଳନ ଦେଇଛି। କ ସ୍ତମ୍ଭର ଶବ୍ଦକୁ ଖ ସ୍ତମ୍ଭର ଶବ୍ଦ ସହିତ ଗାର ଟାଣିବା। ଇତିବୃତ୍ତ, ପ୍ରଥମେ ଅଛି ଇତିବୃତ୍ତ ହେଲା। ଇତିବୃତ୍ତ ଅର୍ଥ ଇତିହାସ। ପରିପନ୍ଥୀ, ପରିପନ୍ଥୀ କହିଲେ ବିରୋଧୀ। ଉନ୍ମୁଖ, ଉନ୍ମୁଖ କହିଲେ ତତ୍ପର। ସ୍ୱୀୟ, ସ୍ୱୀୟ କହିଲେ ନିଜର। ସଂସ୍କୃତି କହିଲେ ଲୋକ ଚଳଣି ହେଲା। ଏମିତି ଶିକ୍ଷଣ କାର୍ଯ୍ୟ 3ରେ ସବୁ ଶବ୍ଦ ଗୁଡ଼ିକ କ'ଣ କରିବ? ଗାର ଟାଣି ଯୋଡ଼ିବ। ଶିକ୍ଷଣ କାର୍ଯ୍ୟ 4 ଆସ ତଳେ ଲେଖାଥିବା ବାକ୍ୟ ଗୁଡ଼ିକରେ ନାମକୁ ବୁଝାଉଥିବା ଶବ୍ଦ ତଳେ ଗାର ଦେବା। ପିଲାମାନେ ତଳେ ଯେଉଁ ବାକ୍ୟ ଗୁଡ଼ିକ ଅଛି, କରେ ଦେଖ ଗୋପବନ୍ଧୁ ଜଣେ ଦେଶଭକ୍ତ ଥିଲେ। ତ ଏଠି ନାମବାଚକ ଶବ୍ଦ କିଏ? ନା ନାମବାଚକ ଶବ୍ଦ ହେଉଛି ଗୋପବନ୍ଧୁ। ଗୋପବନ୍ଧୁ ଜଣେ ବ୍ୟକ୍ତିର ନାମକୁ ବୁଝେଇଲା। ସେଭଳିଆ ଖ, ଆସ ବୁଲିଯିବା ନନ୍ଦନକାନନ। ଏଠି ନନ୍ଦନକାନନ ଗୋଟେ ନା, କାହାର ନା? ନା ଗୋଟେ ଚିଡ଼ିଆଖାନାର ନାମ। ଗ, ଦଶରଥଙ୍କର 3 ଗୋଟି ରାଣୀ ଥିଲେ। ଦଶରଥ ମଧ୍ୟ ଜଣେ ବ୍ୟକ୍ତିଙ୍କର ନାମ, ସେଥିପାଇଁ ତା ତଳେ ଗାର ଦିଆହେଇଛି। ଘ, ଗୋମାତାଙ୍କ ମଧ୍ୟରେ କାମଧେନୁ ଶ୍ରେଷ୍ଠ। କାମଧେନୁ କିଏ? ଗୋମାତା ମାନେ ଗାଈ, ଗୋଟିଏ ଗାଈର ନାମ। ନାମବାଚକ ଶବ୍ଦ ବା ନାମକୁ ବୁଝାଉଥିବା ଶବ୍ଦ ପିଲାମାନେ କେବଳ ବ୍ୟକ୍ତି ବା ମଣିଷର ନାମକୁ ନୁହେଁ, ଏହା ଯେକୌଣସି ଜିନିଷର ନାମକୁ ବୁଝେଇ ପାରେ। ଯେମିତି ଗଛ, ଫୁଲ, ଫଳ, ସହର, ନଦୀ, ମଣିଷ, ପଶୁ, ପକ୍ଷୀ ଇତ୍ୟାଦିର ନାମକୁ ବୁଝେଇଲେ ସେଇଟା ନାମବାଚକ ଶବ୍ଦ ହେବ। ତାକୁ ଆମେ ଅନ୍ୟ ଅର୍ଥରେ ବିଶେଷ୍ୟ ପଦ ମଧ୍ୟ କହିଥାଉ। ତାପରେ ଆସିଲା ଶିକ୍ଷଣ କାର୍ଯ୍ୟ 5। ଆସ ବର୍ତ୍ତମାନର ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ 5 ଧାଡ଼ି ଲେଖିବା। ପିଲାମାନେ ପୂର୍ବରୁ ଗୁରୁ ଶିଷ୍ୟ ସମ୍ପର୍କ ଅଲଗା ଥିଲା, ବର୍ତ୍ତମାନର ଗୁରୁ ଶିଷ୍ୟ ସମ୍ପର୍କର ଅର୍ଥ ଅଲଗା। ତ ଆସ ଏଇ ବିଷୟରେ ଲେଖିବା, ବର୍ତ୍ତମାନର ଗୁରୁ ଶିଷ୍ୟ ସମ୍ପର୍କ ବିଷୟରେ ଲେଖିବା। ଦେଖ ପ୍ରଥମେ ବର୍ତ୍ତମାନର ଗୁରୁ ଶିଷ୍ୟ ସମ୍ପର୍କ ଶିକ୍ଷାଦାନ ଓ ଶିକ୍ଷା ଗ୍ରହଣ ସମୟ ମଧ୍ୟରେ ସୀମିତ। 2, ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଗୁରୁ ଶିକ୍ଷକ ନାମରେ ଓ ଶିଷ୍ୟ ଛାତ୍ର ନାମରେ ପରିଚିତ। 3, ଗୁରୁ ପୁରାଣ ଶାସ୍ତ୍ର ଶିକ୍ଷା ଦେଉଥିବା ବେଳେ ଶିକ୍ଷକ ବୃତ୍ତିଗତ ଓ ଧନ୍ଦାମୂଳକ ଶିକ୍ଷା ଦେଉଛନ୍ତି। 4, ପ୍ରାଚୀନ କାଳରେ ଗୁରୁଗୃହରେ ରହି ଶିଷ୍ୟମାନେ ଶିକ୍ଷା ଗ୍ରହଣ କରୁଥିଲେ, କିନ୍ତୁ ବର୍ତ୍ତମାନ
ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। 5. ବର୍ତ୍ତମାନ ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ନିବିଡ଼ତା ଦେଖାଯାଉନାହିଁ। ହେଲା, ଏମିତି 5ଟି ଧାଡ଼ି ଲେଖିବା ପାଇଁ କହିଛି। 5ଟି ଧାଡ଼ି ହେଇଗଲା। ତାହେଲେ ପିଲାମାନେ এই ଭିଡ଼ିଓଟି କେମିତି ଲାଗିଲା ତୁମେ ଭିଡ଼ିଓକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବ। ଭିଡ଼ିଓକୁ ଲାଇକ୍ କରିବ, କମେଣ୍ଟସ୍ କରିବ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବନି। ଆମେ ପୁଣି ନେକ୍ସଟ ଭିଡ଼ିଓରେ କାର୍ଯ୍ୟ ଫର୍ଦ୍ଦ 4 ପଢ଼ିବା। ରହୁଛି। ଜୟ ଜଗନ୍ନାଥ।